ସେଇଟା ନାଇଁ ଦୁଇଟାରେ ବାହାରିଛନ୍ତି କାରଣ ସିଆଡ଼ୁ କବାଟା ଲୋ କରିଲେ ଘରେ କେହି ନଥିବାର ସୁଯୋଗ ନେଇ ରାତି ଅନ୍ଧାରରେ ହୋଇଛି ବଡ଼ ଧରଣର ଲୁଟ୍। ଡାକ୍ତରଖାନାରେ ଥିବା ପୁଅ ନିକଟକୁ ପରିବାର ଲୋକମାନେ ଯାଇଥିବା ବେଳେ ଘରୁ ସର୍ବସ୍ୱ ଲୁଟି ନେଇଛନ୍ତି ଲୁଟେରା। ତେବେ ମୟୂରଭଞ୍ଜ ଜିଲ୍ଲା ଝାରପୁଖରିଆ ଥାନା ଅଞ୍ଚଳରେ ବାରମ୍ବାର ଏହିପରି ଲୁଟ୍ ଘଟଣା ଘଟୁଥିଲେ ବି ପୁଲିସର ହାତ ଖାଲି। ସୂଚନା ଅନୁଯାୟୀ ସୁନୀଲ କୁମାର ଦଣ୍ଡପାଟ ଏବଂ ତାଙ୍କ ସ୍ତ୍ରୀ କିଛି ଦିନ ପୂର୍ବରୁ ଅସୁସ୍ଥ ଥିବା ପୁଅକୁ ନେଇ ବାରିପଦା ପିଆର୍ଏ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ପୁଅକୁ କଟକ ରେଫର କରିଦେବା ପରେ ଟଙ୍କାର ଆବଶ୍ୟକତା ଥିବାରୁ ସୁନୀଲ ନିଜ ଘରକୁ ଫେରି ସବୁ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଲୁଟେରାମାନେ ଘର ଝରକା ଭାଙ୍ଗି ଭିତରେ ପଶି ଗଡରେଜ ଏବଂ ଆଲମିରା ଭାଙ୍ଗି ସବୁ ଲୁଟି ନେଇଛନ୍ତି। ତେଣୁ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ସୁନୀଲଙ୍କ ଘରୁ ଲୁଟ୍ ହୋଇଥିବା ବେଳେ ପୁଣି ଥରେ ତାଙ୍କ ଘରୁ ଲୁଟ୍ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଲୁଟ୍ ଘଟଣାରେ କେହି ଜାଣିଥିବା ଲୋକ ସାମିଲ ରହିଥିବା ଅନୁମାନ କରାଯାଉଛି। ଘରେ ଆଜ୍ଞା ମୁଁ ନଥିଲି 8 ଦିନ ହେଲାଣି। ମୋ ଛୁଆ ପଡ଼ିଛି ହସ୍ପିଟାଲରେ, ମୁଁ ତା ପାଖକୁ ଯାଇଥିଲି। ଗତକାଲି ରାତିରେ ଆସିକି ଦେଖିଲା ବେଳକୁ 3:30 ବେଳକୁ ଘର ଭଙ୍ଗା ହେଇକି ପଡ଼ିଛି। ଘର ଭିତରେ ଜିନିଷପତ୍ର କିଛି ନାହିଁ, ସୁନା ଅଳଙ୍କାର ଆଉ ପଇସା ପତ୍ର କିଛି ବି ନାହିଁ। ପୂର୍ବରୁ ଥରେ ବି ଚୋରି ହେଇଥିଲା କିନ୍ତୁ ପୁଲିସ କିଛି ଧରି ପାରିନଥିଲେ। ସେତେବେଳେ ବି ଆସିଥିଲେ ସ୍କ୍ୱାଡ୍ ଆସିଥିଲେ, କୁକୁର ବି ଆସିଥିଲେ। ଦାବି ମାନେ 2 ଥର ହେଲାଣି, କାହିଁ କିଛି ତ ଇଏ ହେଉନି, କିଛି ଧରା ପଡ଼ୁନି କି କିଛି ନାହିଁ। ଆଉ ପୁଲିସ ଖାଲି ଏମିତି ଇଏ କରୁଛି, ଭୁଆଁ ବୁଲାଉଛନ୍ତି। ଆଉ ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।